ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ମୁମ୍ବାଇଠାରେ ଚାଲିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ବାର୍ଷିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଆସନ୍ତାକାଲି ଯୋଗଦେବେ ରାଷ୍ଟ୍ରପତି। କଟ୍ରା କାଶ୍ମୀର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳର ଆସନ୍ତା 19 ତାରିଖରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଆସାମର ଦିବ୍ରୁଗଡ଼ ଜିଲ୍ଲାରୁ ଆପ୍ସ୍ପା ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ଆଜି ପାଳନ କରାଯାଉଛି ଇଦ୍ ଉଲ୍ ଫିତର। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 6 ରନ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2 ଦିନିଆ ମୁମ୍ବାଇ ଗସ୍ତରେ ଯିବେ। ସନ୍ଧ୍ୟାରେ ମୁମ୍ବାଇଠାରେ ପହଞ୍ଚି ଆସନ୍ତାକାଲି ଭାରତୀୟ ରିଜର୍ଭ ବ୍ୟାଙ୍କର 90ତମ ବାର୍ଷିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 19 ତାରିଖରେ କଟ୍ରାରୁ କାଶ୍ମୀରକୁ ଚଳାଚଳ କରିବାକୁ ଥିବା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିବେ। ଜାମ୍ମୁରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ 19 ତାରିଖରେ ଉଦ୍ଧମପୁରରେ ପହଞ୍ଚିବେ। ବିଶ୍ୱର ସର୍ବୋଚ୍ଚ ରେଳପୋଲ ପରିଦର୍ଶନ କରିବା ସହ ଏହାର ଉଦ୍ଘାଟନ କରିବେ। ଏହାପରେ କଟ୍ରାରୁ ବନ୍ଦେ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ଜାମ୍ମୁ ଷ୍ଟେସନର ନବୀକରଣ ଚାଲିଥିବାରୁ ଏହି ଟ୍ରେନ୍ଟି ପ୍ରଥମେ କଟ୍ରାରୁ ଆରମ୍ଭ କରିବ। 1997 ମସିହାରୁ ଏହି ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ଏଥିରେ 38ଟି ସୁଡ଼ଙ୍ଗ, 927ଟି ପୋଲ, 1315 ମିଟର ଦୀର୍ଘ ଚେନାବ ବ୍ରିଜ୍ ରହିଛି, ଯାହାକି ଆଇଫେଲ୍ ଟାୱାରଠାରୁ ଉଚ୍ଚରେ ଅବସ୍ଥିତ। 272 କିଲୋମିଟର ଉଦ୍ଧମପୁର ଶ୍ରୀନଗର ବାରମୁଲା ଏହି ରେଳ ସଂଯୋଗ ଫଳରେ ଜାମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇବା ସହ ଆଞ୍ଚଳିକ ଯୋଗାଯୋଗରେ ଉନ୍ନତି ଆସିବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଗ୍ରୀସ୍ରେ ଆଜିଠାରୁ ଆରମ୍ଭ ହେଉଥିବା ବହୁରାଷ୍ଟ୍ରୀୟ ବାୟୁସେନା ସମରାଭ୍ୟାସରେ ଭାରତ ଅଂଶଗ୍ରହଣ କରିବ। ଗ୍ରୀସ୍ର ହେଲେନିକ୍ ବାୟୁସେନା ଦ୍ୱାରା ଆୟୋଜିତ ଏହି 12 ଦିନିଆ ସମରାଭ୍ୟାସ ଏଲିସ୍ର ଐତିହାସିକ ଅଞ୍ଚଳରେ ଥିବା ଆନ୍ଦ୍ରାଭେଡ଼ା ବାୟୁସେନା ଘାଟିରେ ଅନୁଷ୍ଠିତ ହେବ। ଏପ୍ରିଲ୍ ମାସ 11 ତାରିଖରେ ଏହି ସମରାଭ୍ୟାସ ଉଦ୍ଯାପିତ ହେବ। ଭାରତୀୟ ବାୟୁସେନା ପକ୍ଷରୁ SU-30 MKI ଲଢୁଆ ବିମାନ ସହିତ IL-78 ଏବଂ C-17 ବିମାନ ଏହି ସମରାଭ୍ୟାସରେ ଅଂଶଗ୍ରହଣ କରୁଛନ୍ତି। ବିଭିନ୍ନ ଦେଶର ବାୟୁସେନା ମଧ୍ୟରେ ଆନ୍ତର୍ଜାତିକ ସହଯୋଗ, ସମନ୍ୱୟ ଏବଂ ଆନ୍ତଃକ୍ରିୟାଶୀଳତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏହି ସମରାଭ୍ୟାସର ଆୟୋଜନ କରାଯାଇଛି। ଏହି ଅଭିଯାନ ଦ୍ୱାରା ଭାରତର ରଣନୈତିକ ଭାଗିଦାରିତା ଆହୁରି ସୁଦୃଢ଼ ହେବା ସହିତ ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାଗିଦାରୀ ସାମର୍ଥ୍ୟକୁ ଅଧିକ ତ୍ୱରାନ୍ୱିତ କରିବ। ଦିବ୍ରୁଗଡ଼ ଜିଲ୍ଲାରେ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନକୁ ଆଉ ବୃଦ୍ଧି ନ କରିବାକୁ ଆସାମ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଏକ ବିଜ୍ଞପ୍ତି ଜାରି କରି ସରକାର କହିଛନ୍ତି, ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ ଅନୁଯାୟୀ ଦିବ୍ରୁଗଡ଼କୁ ଅଶାନ୍ତ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିଲା। ତେବେ ତିନ୍ସୁକିଆ, ଚରାଇଦେଓ ଏବଂ ଶିବସାଗରରେ ଏହି ଆଇନ ଆଉ 6 ମାସ ବଳବତ୍ତର ରଖିବାକୁ ରାଜ୍ୟ ସରକାର ସୁପାରିଶ କରିଛନ୍ତି। ସୂଚନାଯୋଗ୍ୟ, ଏହି ସ୍ୱତନ୍ତ୍ର ଆଇନର ସମୟସୀମା ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ଆମେରିକାକୁ ବେଆଇନ ମାନବ ଚାଲାଣ ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଆଉ ଜଣଙ୍କୁ ଗିରଫ କରିଛି। ଏନ୍ଆଇଏ ଦେଇଥିବା ସୂଚନା ଅନୁଯାୟୀ ଏହି ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଗଗନଦୀପ ସିଂଙ୍କୁ ନୂଆଦିଲ୍ଲୀରୁ ଗିରଫ କରାଯାଇଛି। ସେ ଗତବର୍ଷ ଡିସେମ୍ବରରେ ଡଙ୍କି ରୁଟ୍ରେ ଜଣେ ଭାରତୀୟଙ୍କୁ ଆମେରିକାରେ ପହଞ୍ଚାଇଥିଲା। ଏଥିପାଇଁ ଗଗନଦୀପ ସେହି ବ୍ୟକ୍ତିଙ୍କଠାରୁ 45 ଲକ୍ଷ ଟଙ୍କା ନେଇଥିଲା। ତଦନ୍ତରୁ ଜଣାପଡ଼ିଛି, ଗଗନଦୀପ ସେହି ବ୍ୟକ୍ତିଙ୍କୁ ସ୍ପେନ୍, ଏଲ୍ସାଲଭାଡର, ଗ୍ୱେଟମାଲ ଏବଂ ମେକ୍ସିକୋ ଦେଇ ଆମେରିକାରେ ପ୍ରବେଶ କରାଇଥିଲେ। ଉତ୍କଳ ଦିବସ ଉପଲକ୍ଷେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆସନ୍ତାକାଲି ଓଡ଼ିଶା ଦିବସ ସମାରୋହ 2025 ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ସ୍ଥାପନା ଦିବସ ପାଳନ ହେବା ସହ ରାଜ୍ୟ ଗଠନରେ ଅମୂଲ୍ୟ ଅବଦାନ ଦେଇଥିବା ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ଏଥିରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ପର୍ଯ୍ୟଟନ ସ୍ଥାନ ପାଇବ। ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ମୁଖ୍ୟ ଆବାସିକ କମିଶନର ବିଶାଲ ଗଗନ କହିଛନ୍ତି, ଓଡ଼ିଶା ଦିବସ ସମାରୋହ କାର୍ଯ୍ୟକ୍ରମରେ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପରମ୍ପରା ପ୍ରଦର୍ଶନ କରାଯିବ। 2000 ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ କେନ୍ଦ୍ରମନ୍ତ୍ରୀଗଣ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ହସ୍ତଶିଳ୍ପ ମେଳା ଆୟୋଜନ ହେବ ବୋଲି ଶ୍ରୀ ଗଗନ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ପବିତ୍ର ରମଜାନ ମାସର ସମାପନ ଅବସରରେ ଆଜି ଇଦ୍ ଉଲ୍ ଫିତର ପର୍ବ ପାଳନ କରାଯାଉଛି। ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଏଥିପାଇଁ ଇଦ୍ଗାହ ଏବଂ ମସ୍ଜିଦ୍ଗୁଡ଼ିକରେ ସ୍ୱତନ୍ତ୍ର ନମାଜ ପାଠ କରାଯାଉଛି। ଦିଲ୍ଲୀର ଜାମା ମସ୍ଜିଦ୍, ଫତେପୁର ମସ୍ଜିଦ୍, ସାହି ଇଦ୍ଗାହ ଆଦିରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ଏହି ପର୍ବ ଭାଇଚାରା, ସହଯୋଗ ଏବଂ କରୁଣାର ଭାବନାକୁ ସୁଦୃଢ଼ କରିଥାଏ ବୋଲି କହିଛନ୍ତି। ଶାନ୍ତି, ପ୍ରଗତି ଏବଂ ସକାରାତ୍ମକ ମନୋଭାବ ନେଇ ଆଗକୁ ବଢ଼ିବା ଲାଗି ଏହି ପର୍ବ ପ୍ରେରଣା ଯୋଗାଇବ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଛନ୍ତି, ସାଂସ୍କୃତିକ ବିବିଧତା ଏବଂ ମିଳିତ ଭାବେ ଆନ୍ତରିକ ବନ୍ଧନର ସହ ବସବାସ କରିବା ଲାଗି ଏହି ପର୍ବ ପ୍ରେରଣା ଯୋଗାଇଥାଏ। ରୁଷ ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କିଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ସମାଲୋଚନା କରିଛନ୍ତି। ଏକ ନ୍ୟୁଜ୍ ଚ୍ୟାନେଲ୍କୁ ସାକ୍ଷାତକାର ଦେବା ଅବସରରେ ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ ଏହି ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅସ୍ତ୍ରବିରତି ପାଇଁ ରୁଷ ସହମତି ପ୍ରଦାନ ନ କଲେ ଶୁଳ୍କ ବୃଦ୍ଧି ନେଇ ଆମେରିକା ପଦକ୍ଷେପ ଗ୍ରହଣ କରିବ। ରୁଷରୁ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ 50% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରାଯିବ ବୋଲି ସେ କହିଛନ୍ତି। ତେବେ ରୁଷୀୟ ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି ଏବଂ ଯୁଦ୍ଧର ସମାଧାନର ପନ୍ଥା ବାହାରିବ ବୋଲି ଶ୍ରୀ ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ଶାନ୍ତି ପ୍ରୟାସ ଦିଗରେ ରୁଷ ଆଗ୍ରହ ପ୍ରକାଶ କରୁନାହିଁ ବୋଲି ଅଭିଯୋଗ କରିବା ସହିତ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ଏଥିପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ମ୍ୟାମାର ଭୂମିକମ୍ପ ସର୍ବୋଚ୍ଚ ସ୍ତରର ଜରୁରୀକାଳୀନ ପରିସ୍ଥିତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO କହିଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଭୂକମ୍ପ ପରବର୍ତ୍ତୀ ରୋଗ ପ୍ରକୋପକୁ ପ୍ରତିହତ କରିବା ପାଇଁ ତୁରନ୍ତ $8 ନିୟୁତ ଆମେରିକୀୟ ଡଲାର ଯୋଗାଇ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁରୋଧ କରିଛି। ମ୍ୟାମାରରେ ସୀମିତ ସ୍ୱାସ୍ଥ୍ୟସେବା କ୍ଷମତା ଯୋଗୁଁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ସହ ଆହତ ଲୋକଙ୍କର ସଂକ୍ରମଣର ବିପଦ ରହିଛି ବୋଲି WHO ଆଶଙ୍କା ପ୍ରକାଶ କରିଛି। ସୂଚନାଯୋଗ୍ୟ, ମ୍ୟାମାରରେ ଗତ ଶୁକ୍ରବାର ହୋଇଥିବା ଭୂମିକମ୍ପରେ ଏପର୍ଯ୍ୟନ୍ତ 1700ରୁ ଅଧିକ ଲୋକଙ୍କର ପ୍ରାଣହାନୀ ହୋଇଛି। ସେହିଭଳି ପଡ଼ୋଶୀ ଥାଇଲ୍ୟାଣ୍ଡରେ ଭୂକମ୍ପ ପ୍ରଭାବରେ 18 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ପୋଷଣ ଅଭିଯାନ ମାଧ୍ୟମରେ ପୁଷ୍ଟିହୀନତାର ମୁକାବିଲା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ଏମ୍ସର ଶିଶୁରୋଗ ସର୍ଜରୀ ବିଭାଗ ଆସୋସିଏଟ୍ ପ୍ରଫେସର ଡାକ୍ତର ଅଜୟ ବର୍ମା ଏବଂ ଡାଏଟିସିଆନ୍ ଡକ୍ଟର ରିଚା ଜୟସ୍ୱାଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0112342150 ଏବଂ 011233144444 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAIR ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇପିଏଲ୍ କ୍ରିକେଟର ଗତକାଲିର ଦ୍ୱିତୀୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ଗୁଆହାଟୀର ବର୍ଷାପାରା କ୍ରିକେଟ ଷ୍ଟାଡିୟମରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 6 ରନ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ଦେଇଛି। ଚେନ୍ନାଇ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ ଆରମ୍ଭ କରି ରାଜସ୍ଥାନ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ବିନିମୟରେ 182 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ନିତେଶ ରାଣା 36ଟି ବଲ୍ରୁ 81 ରନ୍ ସଂଗ୍ରହ କରିଥିଲେ। 183 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ 6 ୱିକେଟ୍ ବିନିମୟରେ 176 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଋତୁରାଜ ଗାଏକୱାଡ୍ ଦଳ ପକ୍ଷରୁ ସର୍ବାଧିକ 63 ରନ୍ ସଂଗ୍ରହ କରିଥିଲେ। ରାଜସ୍ଥାନ ରୟାଲ୍ସର ନିତେଶ ରାଣାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ଗତକାଲିର ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କରିଥିଲା। ଆଜି ମୁମ୍ବାଇର ୱାଙ୍ଗଖେଡେ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଜାମସେଦପୁର ଏଫ୍ସି ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଶିଲଂଠାରେ ଖେଳାଯାଇଥିବା ଗତକାଲିର ମ୍ୟାଚ୍ରେ ଜାମସେଦପୁର 2-0 ଗୋଲ୍ରେ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସିକୁ ପରାସ୍ତ କରିଛି। ଦୁଇ ପର୍ଯ୍ୟାୟ ସେମିଫାଇନାଲ୍ ମ୍ୟାଚ୍ରେ ଜାମସେଦପୁର ଏଫ୍ସି ଆସନ୍ତା 3 ଏବଂ 7 ତାରିଖରେ ମୋହନବାଗାନ ସୁପର ଜାୟାଣ୍ଟସକୁ ଭେଟିବ। ଅନ୍ୟପକ୍ଷରେ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ପ୍ରତିଯୋଗିତାରୁ ବାଦ୍ ପଡ଼ିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ମୁମ୍ବାଇଠାରେ ଚାଲିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ବାର୍ଷିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଆସନ୍ତାକାଲି ଯୋଗଦେବେ ରାଷ୍ଟ୍ରପତି। କଟ୍ରା କାଶ୍ମୀର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳର ଆସନ୍ତା 19 ତାରିଖରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଆସାମର ଦିବ୍ରୁଗଡ଼ ଜିଲ୍ଲାରୁ ଅପସ୍ପା ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ଆଜି ପାଳନ କରାଯାଉଛି ଇଦ୍ ଉଲ୍ ଫିତର।
शुभेच्छा जणाइले राष्ट्रपति और उपराष्ट्रपति। आईपीएल क्रिकेट्रे चेन्नई सुपर किंग्स को 6 रन परास्त कला राजस्थान रॉयल्स। संवाद शेष हेला।